ତମକୁ କଣ ରାଗ ଲାଗୁଛି? ରାଗ ହଉନି ବଢା ରାଗ ହେଇଛି 5 ଟଙ୍କିଆ ଲଙ୍କା ଏତେ ଦୂର ରାଗ? ଏ ଗୋଟେ ପିଲା କହିଲା ପଟକେ ଧନିଆ ପତ୍ର ଖୋର୍ଦ୍ଧା ଅଣ୍ଡା ଆଉ ଜଗା ଆଠୁ ହେଇଛି କଞ୍ଚା ଆଳୁ ଆଉ କଞ୍ଚା ନହେଲେ ବା ସିଝା ଦେଖିଲୁ ଦେଖିଲୁ କଣ ଲାଗେ ଆଉ ମୋରି ଅଣ୍ଡା ସିଏ ହଉ। ଜୟ ଜଗନ୍ନାଥ ସାଙ୍ଗମାନେ ନୂଆ ଏକ ବ୍ଲଗ୍ ଆପଣମାନଙ୍କୁ ସ୍ୱାଗତ କରୁଛି। ସାଙ୍ଗମାନେ ଡ୍ୟୁଟିରେ ଆସି ପହଞ୍ଚି ଯାଇଛି ଘରେ। ଆଉ ସେମାନେ ସମୁ ମିଥୁନ ସାଙ୍ଗମାନେ ସବୁ ମିଶିକି କ'ଣ ଗୋଟେ ଫିଷ୍ଟର ଆୟୋଜନ କରିଛନ୍ତି, ମୋତେ କିଛି ଜଣେଇନାହାନ୍ତି। ଏବେ ଫୋନ୍ କଲାବେଳକୁ କହୁଛନ୍ତି ଯେ ଫିଷ୍ଟ ହେଉଛି। ମୁଁ ଏବେ ଖାଇନି, ବର୍ତ୍ତମାନ ଯାଉଛି ସେ ଯେଉଁଠି ଫିଷ୍ଟ କରୁଛନ୍ତି। ଆଗ ଟିକେ ତାଙ୍କ ଉପରେ ଗାଳି ହେବ, କାରଣ ମୋତେ କିଛି ଜଣେଇ ନାହାନ୍ତି। ତାଙ୍କ ମନ ଇଚ୍ଛା ଫିଷ୍ଟ ଆୟୋଜନ କରିଦେଇଛନ୍ତି। ବର୍ତ୍ତମାନ ମୁଁ ଯଦି ନ ଫୋନ୍ କରିଥାନ୍ତି ମୋତେ ଜଣେଇ ନାହାନ୍ତି। ବର୍ତ୍ତମାନ ଯାଉଛି ତାଙ୍କ ଉପରେ ଭିଡ଼ିଓଟି କଣ୍ଟିନ୍ୟୁ କରିବା, ଆଗକୁ କ'ଣ ଦେଖିବା ଆଉ। ସାଇକେଲ ଗାଡ଼ି ଥୁଆ ହେଇଛି ମାନେ ଏଇ ବାରିପଟେ ଥିବେ ନିଶ୍ଚିତ ଭାବରେ ଆଉ ଜଣା ପଡ଼ିଯାଉଛି ଆଉ। ଆଚ୍ଛା, ଇଏ ଯେଉଁ କାମ କରୁଛ ଭଲ କାମ ମାନେ ମୋତେ ନ ଜଣେଇକି ତମେ ଅଣ୍ଡା ଫିଷ୍ଟ ପ୍ଲାନିଂ କରିଦେଇଛ। କଲ୍ ଲିଷ୍ଟ ଦେଖିଲ, ମୁଁ ଫୋନ୍ କଲା ଖୁଣୁ ମୋତେ କୁହାହଉଛି ନାଇଁ। ଆଉ ନୁହଁ କଣ ଆମେ ଜାଣିଛୁ ଘରେ କାଲି ଗୁରୁବାର କିଛି ତମ ପାଇଁ ପୁରା ଆଗରୁ ବନେଇଛୁ ଗୁରୁବାର ଆମେ ଜାଣିଛୁ ତମେ ଘରେ ବସିବ ସେଥିପାଇଁ ଆମେ ତାର ଗୋଟେ ମାନେ ଅଣ୍ଡା ଫିଷ୍ଟର ଆୟୋଜନ ସଦାବେଳେ ଅଣ୍ଡା ହିଁ ହବ, ଆଉ କିଛି ହେଇପାରିବ। ଗୋଟାଏ କୁକୁଡାର ପାୱାର ଯେତିକି ଗୋଟାଏ ଅଣ୍ଡାର ପାୱାର ସେତିକି। ସେଥିପାଇଁ ମୁଁ 3ଟା ଅଣ୍ଡା ଖାଇକି 3ଟା କୁକୁଡା ନା ଖାଇବି ଏକାବେଳେ 3ଟା କୁକୁଡା ଆଣି ଖାଇବି। ନା ସତ କଥାଟା କହୁନୁ, ତା ଯୁଗୁରୁ ଟୋଟାଲ ହେଲା ଅଣ୍ଡା ଚିକେନ ପାଇଁ ଯାଉଥିଲୁ। ଅଣ୍ଡା ଗୋଟାକେ ଛୁଆ ଗୋଟେ ନା ନାଇଁ କାଲି ସେମିତି ପକୋଡା ଖାଇବାକୁ ଯାଇଛୁ। ନାଇଁ ମୁଁ ଖାଇବି ନା। କଣ ଖାଇକି ଆରେ ମାଲପୁଆକୁ କାକେରା ମାଛ ଚିକେନ ତମକୁ ହେଇ ଥଣ୍ଡା ଖାଇବ ଅଣ୍ଡା ଆଉ ନା। ଯାହା ହଉ ମାନିବାକୁ ପଡିବ। ଭାତ ହେଇଗଲାଣି? ଭାତ ରେଡି ନା? ପତ୍ର ପଡିକି ପୁରା ରେଡି ନା? କରିନ ଜଣା ପଡିଯିବ ମାନେ ଭାତଟା ଦେଖିଦେଲେ ଜାଣିଦବ ରୋଷେଇଆ କିଏ। ସଂସାରରେ ସବୁ କାମ ସମସ୍ତେ ଜଗବନ୍ଧୁ କରିବେ, ଅନ୍ନଟା କିନ୍ତୁ କେହି ଅନ୍ନ କେହି କରିବେନି। ଠିକ କଥା। ଆଉ ଅନ୍ନଟା କରିଦେଲେ ପରଫେକ୍ଟ କେହି କରିପାରିବେ, ସେଇଟା ହଉଛି ମେନ୍। ରୋଷେଇ ହବ ବର୍ତ୍ତମାନ ଆଉ ନା? ଡେରି କର ମାର ଦିଟା ଗୁଣ୍ଡା ନା କଣ ନା ମାରେ ଅଣ୍ଡା ଏଇଟା କଲର ପାଇଁ କରିଦେଲା। ହାତ କିଛି ହବନି ତ? ନା କିଛି ହବନି। ମତେ କନ୍ଦେଇ ଦେଲା କଲରରେ ୟେଲୋ କଲର ବଢିଆ ହେଲା। ବଢିଆ କଲର ହେଇଗଲା ରେ। ଏମାନଙ୍କୁ ସବୁ ରୋଷେଇ ଶିଖା ଜାଣିଲୁ। ଏ ରୋଷେଇ ନ ଶିଖିଲେ ହବନି। ଗୋଟାଏ ଅଣ୍ଡା ରହିଗଲା। ତମେ ଶିଖିଛ ରୋଷେଇ କରିବ ଏଥର। ରୁହ, ବ୍ୟସ୍ତ କାହିଁ ହଉଛ? ନାଇଁ ଅଣ୍ଡା ଫିଷ୍ଟ ଲିକୁକୁ ଆମେ ମିସ୍ କରୁଛୁ ନାଇଁ। ନା ଭାଙ୍ଗି ଗଲେ ବି ସେ ରହିବ। ନା ପୁଟି ମାଦ ପୁଟି ମାନେ ଚାରିପଟ ଜାଗା ସେଟ୍ କରାହେଲା, ହାର୍ଡ କରାହେଇଗଲା, ତାପରେ ଯୋଉ ଖୋଲିବନି। ଆଚ୍ଛା, ଚାରିପଟ ଜାଗା ବୁଲିବା। ଆଉ ମୋରି ଅଣ୍ଡା ସିଏ ହଉ। ଜଣେ ମିସ୍ତ୍ରୀ, ଜଣେ ପିଆଜ ପକେଇବେ, ଜଣେ ପାଣି ବୋହିବାକୁ କହୁଛନ୍ତି। ମୁଁ ଟିକେ ତାର ଶିକ୍ଷା ଅର୍ଜନ କରିଛି ନା ନାଇଁ? ନିଶ୍ଚିନ୍ତ ଶିଖ। ଡ୍ୟୁଟିରୁ ଯିଏ ଯୁଆଡେ ଯାଇ ଆସିବ। ଆମର ସେ ଯୋଉ କ'ଣ କଲିକତି ଧନିଆ ପତ୍ର ଟିକେ ଆଣ। କଲିକତାରେ ହେଇଥିଲା ନା? କଲିକତି ଧନିଆ ପତ୍ର କଲିକତାରେ ହେଇଥିଲା ବୋଧେ ମତେ ଲାଗୁଛି। ସୋମୁଙ୍କର କଲିକତି। ଇଏ ହାପଡେ ପଡେ ଦିଟା ସେଠି ଥିଲେ। କଣ ହଉଛି କି ଅଣ୍ଡା କଣ ଭିତରେ ନଉଛୁ ଆଳୁ ରେଡି କାଢି ଦେଇ ପାଣି ଏଇଠୁ କରିଦେଲା। ହଁ କରିଦିଆ। ତାପରେ
ନା କଣ ଜଗା ଅଛି ହଁ ମାରିଦେଲେ ଦିଟା ହଁ ମାରିଦେଲେ ମାନେ ମିଥୁନ ଇଆଡେ ତାଙ୍କ ଘରେ ରୋଷେଇ ହେଇନି ଖାଇବାକୁ ଇଚ୍ଛା ଅଛି କିନ୍ତୁ ଇଆଡେ ରୋଲ କରିଛି ନା କଣ ନା କରିଆନି ମୁଁ କହିଲି ଆଜି ଗୁରୁବାର କାଲି ନାଇଁ ଆଜି ଗୁରୁବାର କାହାର କରିବେନି କରିବେନି ମୁଁ କହିଲି ଏଇଠି କରିଦେଇ ଶାନ୍ତିରେ ଖାଇଦବା ଆଉ ମୁଁ ବା ଗୁରୁବାର ବୋଉ କହିଲି ମୁଁ ଚିକେନ ଟା ଖାଇଦେଇକି ଯୋଉ ଚିଡୁଥିଲା ମାଣବସାଟା ନା ପେଟ ଭିତରେ କାଲି ଯାଇ ରହିବ ନା ପାରି ପୁରା ରୋଷେଇ ପାଇଁ ପୁରା ରେଡି ନାଇଁ ପୁରା ହରା ଭରା କରି ରଖିଛନ୍ତି ଆଉ ଆରେ ହେ ରାତିରେ କରିବା ଏଇ ବଢିଆ ସୋମୁ ଏଇଠି ପଇଡା ଆଣି ଖାଇଦବା ମୁଣ୍ଡ ଉପରେ କଣ କଣ କହିଲା କହୁଛି ଏତେବେଳେ କଣ ରୋଷେଇ କରିବ ମୁଁ କହିଲା ସଉଦା ଦବା ଲୋକ ତୋ ଏତେ ଟେନସନ ନବା ଆମେ ତ ରୋଷେଇ କରି ପଳା ରେଡି ଆଉ କହିଲା ମିଥୁନୁ ବର୍ତ୍ତମାନ ସୋମୁ କଣ ମସଲା ଦେଇଥିରେ ସେଇଥିରେ ପକାଉନି ଜରି ସବୁ ପକେଇ ରୁଚି ରଖିନୁ ସବୁ ପକେଇ ରୁଚି ଫୁଚି କୁଆଡେ ଗଲା ବି ସବୁ ପକେଇଲି ଡାଲଚିନି ଫାଲଚିନି ସବୁ ପକେଇଲି ସବୁ ପକେଇ ଆରେ ଗରମ ମସଲା ରହୁଛି ତ ଗରମ ମସଲା ଆସୁଛି ଗରମ ମସଲା ଆଜି ନା ରୁଚି ପକେଇ ଦେଇଛି ଗରମ ମସଲା ପକେଇ ସାଇଲିଣି ପକେଇଛୁ ତ ଗରମ ମସଲା ପକେଇଛୁ ତ ନା ପକେଇନି ମୋର ବାଇରୁ ବର୍ତ୍ତମାନ ପତ୍ର ଚୋରି ହଉଛି ମିଳିଲା ପତ୍ର ପତ୍ର ନାହିଁ ନା ଆସି ସେଇଥିପାଇଁ ହସିଲା ଆଉ ଏଡେ ଏଡେ ଗଛ ଯେ ନଡିଆ ଗଛ ହେଇଯାଇଛି ନଡିଆ ଗଛ ହେଇଯାଇଛି ଏଇଠି ଜଲ୍ଦି 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 ଏଇଟା କାଟି ଏଇଟା କାଟି ବଡ଼ ପତ୍ର ଅଛି କାଟି ଏଇଟା ତା ତଳଟା କାଟିନି ପଳେଆ ଜଲ୍ଦି କାଟିନି ପଳେଆ ସାଙ୍ଗରେ ଗ୍ରେଭି ପାଇଁ ମେନ୍ ନାଇଁ ନାଲି ଆମେ ଖାଇଲା ପରେ ଆମ ମୁହଁ ଦେହ ହାତ ନାଲି ପଡିଯିବନି ତ ସବୁ ନାଲି ଦେଖିବୁ କେମିତି ଖାଇବା ତୁ ଅଣ୍ଡା ତରକାରୀ କରିଛ ଗୋଟେ ଦେ କଞ୍ଚା ଆଳୁ ଆଉ କଞ୍ଚା ଆଳୁ ନହେଲେ ବା ସିଝା ଦେଖିଲୁ ଦେଖିଲୁ କଣ ଲା ଦେଖିଲୁ ଇଏ ଜାଣିଲୁ ଇଏ ରୋଷେଇ କରିବେ ସୋମୁ ଭାଇ ମସଲା ପକେଇଲା ହଁ କରିବା ପେଣ୍ଟ ଫେଣ୍ଟ ସବୁ ଗଲା ଇଏ କାମ ନୁହଁ ନା ଆ ଡାଇଲଗଟା କଣ ସୋମୁ କୁଳାଙ୍ଗାର ଟା ନା ତମେ ନିଜେ ଚିନ୍ତା କରିବା ଦରକାର ତମେ ଆଜି ଏମିତି ଅଛ ବାହାଘର ହବ କାଲି ସକାଳେ ମାନେ ପିଲାପିଲି ତମର ହେବେ ସ୍ତ୍ରୀ ଯେତେବେଳେ ଅସୁବିଧାରେ ଅଛି ରୋଷେଇଟା କିଏ କରିବ ମିଥୁନ ଜଗତ ତୁ ବେଲେ ସେ ପରିସ୍ଥିତି କରିବୁ ନା ତାହେଲେ କରିବୁ ତୁ ଟମାଟର ନ ଫିଟିଆ ରାଜ କଣ ଅଣ୍ଡା ତରକାରୀ ଅଣ୍ଡା ତରକାରୀ ଟମାଟରଟା ଫିଟେଇ ଦେଲେ ସେମାନେ ତମର କଣ୍ଟ୍ରୋଲ କରିପାରିବନି ତରକାରୀ ଉପରେ ମାନେ କେତେବେଳେ ବହଳିଆ ହେଇଯିବ କେତେବେଳେ ଖଟାଳିଆ ହେଇଯିବ କେତେବେଳେ ଲୁଣିଆ ହେଇଯିବ ବୁଝିପାରୁଛ ନା ନାଇଁ ଏମିତି ଗୋଟା ରହିଲେ ତାର ଗୋଟେ କ୍ୱାଣ୍ଟିଟି ଅଲଗା ଆଠେ କିଛି ନାହିଁ ମାନେ ମିଶିଲେ କିଛି ନାହିଁ କି ଗୋଟା ରହିଲେ କିଛି ନାହିଁ ତା ଷ୍ଟାଇଲ ଟା ଟିକେ ଦେଖିପାରୁଛ ନା ନାଇଁ ତାର ଅଣ୍ଡାଟା କେମିତି ପଇଲେ ଦେଖାଯିବ ଦେଖାଯିବ ନା ନାଇଁ ଅଣ୍ଡା ତକ ଥାଉ ଚିକେନ ଲେଗ ପିସ୍ ୟାକୁ ଖାଲି ଶଙ୍କରା ଦରକାର ହଉଛି ଚିକେନ ଲେଗ ପିସ୍ ବିଶ୍ୱାସ କର ମସଲା ହେଇଯିବ ହେଲା ଭଳିଆ ହେଇଯିବ ବୋପାଲୋ ମତେ ଲାଗୁଛି ଖାଲି ଝୁଳ ଗ୍ରେଭି ହେଲା ଆଚ୍ଛା ଏତିକି ଯୋଉ ହେଇଯିବ ଦେଖିଲ 4 ଜଣ ଆମେ ଲୋକ ଆଉ ଟିକେ କରିବା କି ବର୍ତ୍ତମାନ ରୋଷେଇ ଦାୟିତ୍ୱରେ ମୁଁ ଶଙ୍କରା ବର୍ତ୍ତମାନ ଖସିକି ପଳେଇଲେ କଣ କିଛି ତମ କାମ ନାହିଁ ତ ତମେ କିଛି କାମ କରିନ ଏପର୍ଯ୍ୟନ୍ତ ହେଲେ ସବୁ ଅଣ୍ଡାକୁ ଆଉ ତରକାରୀକୁ ସବୁ ପକେଇବା ଧୂଆଁ କରି ସୁଁ କରିବି ବର୍ତ୍ତମାନ ରୋଷେଇଆ ମୁଁ ନଉନାହାନ୍ତି କରେଇ ଗଳି ପଡ଼ିବ ସିଆଡ଼େ ଅନାଉନି ଏତିରେ ଝାଳ ମାଳ ଆକ୍ରାନ୍ତ ପୁରା ବନ୍ଦ କରି ଫାଇନାଲି ଅଣ୍ଡା ପଇଲା ଅଣ୍ଡା ଘାଣ୍ଟନି ଭାଙ୍ଗିଯିବ ଆରେ ଗୋଟେ ସୁନା ବାହାରନ୍ତାନି ଅଣ୍ଡା ଭିତରୁ ସୁନା ବାହାରିବା ଅଣ୍ଡାରେ ସୁନା ନା ଆଗରୁ ଆଡଭାର୍ଟାଇଜମେଣ୍ଟ ଅଣ୍ଡା ଫିଷ୍ଟ ଗୋଟେ ଅଲଗା ପ୍ରକାର ଫିଷ୍ଟ ହଁ ତୁ ମାଡ଼ିଦେ କ୍ୟାମେରାଟାକୁ ମାଡ଼ିଦେ ସେ କରେଇରେ ପକେଇ ଦଉନୁ ନହେଲେ କରେଇରେ ପକେଇଦେ ନହେଲେ ସେଇଥିରେ ପକେଇ ନାଇଁ ଗାବେ ଦେଖ ଆଉଥରେ କଟିଗଲେ ଓ ମସଲାଟା ଦେଖ ଖୋଲିଯିବ କପଡ଼ା ଦେ ଓହ୍ଲେଇ ଦବ ଅଣ୍ଡା ହେଇଛି ରେଡି ନା କଣ ରେଡି ଅଣ୍ଡା ରେଡି ମୋବାଇଲ କଟକ ଧନିଆ ପତ୍ର
ଖୋର୍ଦ୍ଧା ଅଣ୍ଡା ଜଗା ଆଠୁ ହେଇଛି ଖୋର୍ଦ୍ଧା ଅଣ୍ଡା କଟକୀ ଧନିଆ ପତ୍ର ତାତିଛି ଭାତ ଗୋଟେ ଦେଇ ହଉନି ଭାତ ଦେଇ ଆସିଲାନି ଆଜି ଯାଏ କଣ ତମେ କରିବ ପିଲା କଣ ଅଧିକା ଭାତ ହେଲେ କଣ ହବ ମୁଁ ବିରିୟାନୀ ଖାଇକି ସେଇଟା ମୁଁ ଖାଇଲେ ଭାଇ ଏଇଟା ଗୋଟେ ହଁ ମୁଁ ଖାଇଲେ ଭାଇ ହଁ ଯାଉ ଖାଇଲେ ଭାଇ ମୁଁ ଦଉଛି ମୋର ମୁଁ ନେଇଯାଏ ତୁ ଦଉଛୁ କଣ ଶଙ୍କରା ଏଇପଟକୁ ଆସୁନୁ କୋଉଠୁ ମୁଁ ସେଇଠି ଅଛି ମଝିରେ ଚାଲିଚା ଦଉନୁ ସେଠି କଣ ଜାଗା ହବ ହଁ ଜାଗା ହେଇକି ପଳେଇବ ଏଇଟା ଇଏ ଅଛି ଭାତ ବଢିଆ ବାସ୍ନା ହଉଛି ରାଗ ହେଇଛି 5 ଟଙ୍କିଆ ଲଙ୍କା ଏତେ ଦୂର ରାଗ ଏ ଗୋଟେ ପିଲା କହିଲା ମୁଁ ଦହି କାକୁଡି ଖାଇବି ନାଇଁ ଆଉ କଣ କରିବି ରାଗ ହେଇଯିବ ଖାଇବି କେମିତି କଣା କର କଣା କର କଣ କରିବି ମତେ ଆଳୁ ଗୋଟେ ମିଥୁନ ରାଗ ହେଇଛି ସବୁ ରାଗ ରାଗା ରାଗା ବଢିଆ ହେଲା ଓକେ ବର୍ତ୍ତମାନ ଫାଷ୍ଟ ବାଇଟ୍ ନିଆହବ ଶଙ୍କର କେମିତି କଣ କରୁଛି ସେଟା ଟେଷ୍ଟ କରାହବ ଲୁଣ ପକେଇ ଦେଇଛି ରେଡି ରେଡି ବଢିଆ ତମକୁ କଣ ରାଗ ଲାଗୁଛି ସାଙ୍ଗମାନେ ଫାଇନାଲି ଅଣ୍ଡା ଫିଷ୍ଟ କମ୍ପ୍ଲିଟ୍ ହେଇଯାଇଛି ଅଣ୍ଡାଟା ଟେଷ୍ଟ ପୁରା ଜବରଦସ୍ତ ଥିଲା ଆଉ ବର୍ତ୍ତମାନ ଟିକେ ଯିବୁ ଟିକେ ରେଷ୍ଟ ନେଇ କ୍ରିକେଟ ବାଡିଆ ହବ ନାଇଁ ଏଇ ତ ସାଙ୍ଗମାନେ ଜୀବନ ଦକ୍ଷିଣୀ ପବନ ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ କରିବା ପାଇଁ ଜମା ଭୁଲିବେନି ରହୁଛି ଜୟ ଜଗନ୍ନାଥ।